ପରେ ସେ ଜିରିହରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ। ଆଉ ଦେଖ, ଯକ୍ଷ ନାମରେ ଜଣେ ଲୋକ ଥିଲେ, ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ। ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖିପାରୁନଥିଲେ, କାରଣ ସେ ବାଙ୍ଗର ଥିଲେ। ଏଣୁ ସେ ଆଗକୁ ଦୌଡ଼ି ଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା। ଯୀଶୁ ସେ ସ୍ଥାନରୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ, ଯକ୍ଷ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। ତାହା ଦେଖି ଇର୍ଷା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲା। କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ, ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏଇ ଗୃହରେ ପରିତ୍ରାଣ ହୋଇଅଛି, ଯେଣୁ ଇଏ ମଧ୍ୟ ଅବ୍ରାହମଙ୍କର ଜଣେ ସନ୍ତାନ। କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଆମେନ। 10 ପଦଟି ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ ପଦ। ତାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଏଟା ପରେ ବିଷୟ ଦେଖିବା। ପ୍ରାରମ୍ଭରେ କହିବା ପାଇଁ ଚାହେଁ, 1 ପଦରେ ଯେମିତି ଲେଖାଯାଏ, ପରେ ସେ ଜିରିହରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ। ପ୍ରଭୁଙ୍କର ଲକ୍ଷ୍ୟ ଥିଲା କଣ ନା, ପ୍ରଭୁଙ୍କର ଲକ୍ଷ୍ୟ କଣ ଥିଲା ନା, ଯୋଉଠି ହଜାମେଷ ମାନେ ଅଛନ୍ତି ବା ଯୋଉଠି ଲୋକମାନେ ସମସ୍ୟାରେ ଅଛନ୍ତି, ଯୋଉଠି ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଯାଇଛନ୍ତି, ସେଭଳି ସେମାନଙ୍କର ଆର୍ତ୍ତନାଦ, କ୍ରନ୍ଦନ, ଆଉ ସେମାନଙ୍କର କିଭଳି ଭାବେ ସେମାନେ ସେ ବନ୍ଧନ ମୁକ୍ତ ହେବେ, ତାହା ହିଁ ଲକ୍ଷ୍ୟ ଥିଲା। ଆଉ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ପରମେଶ୍ୱରଙ୍କର ମନୁଷ୍ୟ ପ୍ରତି ଯୋଉ ଦୟା, ଯୋଉ ପ୍ରେମ ଅଛି, କାରଣ ଦେଖିବା ପାଇଁ ସେ ସ୍ୱର୍ଗର ସୁଖ ଭୋଗ ପରିତ୍ୟାଗ କରି ଏ ଧରାପୃଷ୍ଠରେ ମାନବ ରୂପରେ ଆମମାନଙ୍କ ପାଇଁ ସେ ଜନ୍ମ ଗ୍ରହଣ କଲେ। ଏଇଟା ହଉଛି ଆମମାନଙ୍କର ସୌଭାଗ୍ୟ। ଆମେ ଯଦିଓ ସେତେ ଆମେ ଉତ୍ତମ ନହୁଁ, କିନ୍ତୁ ପ୍ରଭୁ ଯେ ଆମମାନଙ୍କର ଉତ୍ତମ ପରମେଶ୍ୱର, ସେ ଯେ ଆମମାନଙ୍କୁ ଆଜି ମଧ୍ୟ ପ୍ରେମ କରୁଛନ୍ତି, ସେ ସବୁକୁ ସେ ଦେଖି ଅଛନ୍ତି, କିନ୍ତୁ ସେ ଅନୁସାରେ ଆମମାନଙ୍କୁ ସେ ଦଣ୍ଡ ଦେଇନାହାନ୍ତି। ଆଉ ସେ ଭୟଙ୍କର ଆଗକୁ ଯୋଉ ଆମମାନଙ୍କର ଦଣ୍ଡ ଅଛି, ସେ ଦଣ୍ଡରୁ କେମିତି ଆମେ ମୁକ୍ତି ପାଇବା, ସେଥିପାଇଁ ଜଗତକୁ ଆସିଲେ ସୁନ୍ଦର ବିଷୟ ଆମମାନଙ୍କୁ। ସେ ଯଦି ଏ ଜଗତକୁ ଆସିନଥାନ୍ତା, ତାହେଲେ ଆମମାନଙ୍କ ନିମନ୍ତେ ପରିତ୍ରାଣ ଦ୍ୱାର ଆଜି ହେଇପାରିନଥାନ୍ତା। କିନ୍ତୁ ସେ ଆମମାନଙ୍କ ନିମନ୍ତେ ଏ ଜଗତରେ ଅବତୀର୍ଣ୍ଣ କରି ପରିତ୍ରାଣ ମାର୍ଗ ଉନ୍ମୁକ୍ତ କରିଛନ୍ତି। ଆଉ ବିଶେଷ କରି କହିବା ପାଇଁ ଚାହେଁ, ଜିରିହ ହେଉଛି, ଆମେ ଜାଣୁ ପୁରାତନ ନିୟମରେ ମଧ୍ୟ ଜିରିହ ବିଷୟରେ ଲେଖାଯାଇଛି। ଯେତେବେଳେ ଯୀଶୁ ଥିଲେ ଆଉ ଇସ୍ରାଏଲ ଲୋକ ଯେତେବେଳେ ମିଶ୍ର ବାହାର ହେଇକି ଆସିଲେ, ଯେତେବେଳେ ସେମାନଙ୍କର ନେତୃତ୍ୱ ନଉଥିଲେ ମାନଙ୍କର ଜିହୋଶୁଆ, ଆଉ ସେଇ ସମୟରେ ତାଙ୍କ ସମ୍ମୁଖରେ ଥିଲା ଜିରିହ ପାଚିରିଆ। ଆପଣ ମାନେ ଶୁଣିଛନ୍ତି ଏ କାହାଣୀ ମଧ୍ୟ। ସେଭଳି ସେଇଟା ଏକ ଏଭଳି ଗୋଟେ ଜାଗା କି ନାନା ପ୍ରକାର ମନ୍ଦ କର୍ମରେ ତାହା ପରିପୂର୍ଣ୍ଣ ସ୍ଥାନ ଥିଲା। ଲୋକମାନେ ଏତେ ପ୍ରକାର ମନ୍ଦ କାର୍ଯ୍ୟ ଥିଲେ ଯେ ସେଠିକାର ଲୋକମାନଙ୍କୁ ମଧ୍ୟ କଣ ନା, ସେ ସମୟରେ ମଧ୍ୟ ଆମେ ଦେଖୁଛୁ ଜିରିହ ନଗରକୁ ଅତିକ୍ରମ କରିବା ପାଇଁ ମଧ୍ୟ ଯୀଶୁଙ୍କୁ କୁହାଗଲା। ଆଉ ଇସ୍ରାଏଲ ଲୋକମାନେ ସେଠି ବସବାସ କରିବେ। କିନାନ ଦେଶ ଅଭିମୁଖୀ ଯାତ୍ରା କରିବା ସମୟରେ ଏଇଟା ତାଙ୍କର ମଧ୍ୟ ଗୋଟିଏ ସ୍ଥାନ ଥିଲା। ଆମେ ଜାଣୁ ପ୍ରଭୁଙ୍କ ନାମରେ ସେତେବେଳେ ମଧ୍ୟ ତାଙ୍କୁ ଆଜ୍ଞା ଦିଆଗଲା କଣ ନା, କଣ ଥିଲା ନା, ଅସ୍ତ୍ର ଶସ୍ତ୍ରରେ ପଡିଲା କି ନାହିଁ, କଣ ନା ପ୍ରଭୁଙ୍କର ମହିମା କୀର୍ତ୍ତନ କରି କରି ସେମାନେ କଣ କଲେ, ଜିରିହ ପାର୍ଶ୍ୱକୁ ସେମାନେ ଭଗ୍ନ କରୁଥିଲେ। ସେଇ ସମୟରେ ମଧ୍ୟ ଥିଲା। ଏବେ ପ୍ରଭୁ ଯୀଶୁଙ୍କ ସମୟରେ ମଧ୍ୟ, ତା ପୂର୍ବରୁ ଜଷ୍ଟ 18 ଅଧ୍ୟାୟରେ ମଧ୍ୟ ଆମେ ଯଦି ଦେଖିବା, ଜିରିହ ସେତେବେଳେ ପର୍ଯ୍ୟନ୍ତ କୌଣସି ପରମେଶ୍ୱରଙ୍କର ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ ହେଇନଥିଲା। ଆଉ ପ୍ରଥମ ଆଶ୍ଚର୍ଯ୍ୟ କାର୍ଯ୍ୟ ହେଲା ଯେ ଜଣେ ଅନ୍ଧ ଭିକ୍ଷୁକ ସେ ନା ପ୍ରଭୁଙ୍କ ରବ ଶୁଣିଲେ। ସେ ତ ଅନ୍ଧ ଦେଖିପାରନ୍ତିନି ନା, ତେଣୁକରି ସେ ବାଟ ଦେଇକି ଯେତେବେଳେ ପ୍ରଭୁ ଜିରିହର ସେଇ ବାଟ ପଥ ପାର୍ଶ୍ୱ ଦେଇ ଯେତେବେଳେ ସେ ଯାଉଥିଲେ ଜିରିହ ଯିବା ପାଇଁ, ଆଉ ସେ ପଥ ପାର୍ଶ୍ୱରେ ବସିଥିବା ସେ ଅନ୍ଧ ଲୋକଟି ପ୍ରଭୁଙ୍କର ସେ ରବ ଶୁଣି ଆଉ ସେ ଲୋକମାନଙ୍କୁ ପଚାରିବାକୁ ଲାଗିଲା ଯେ ଏ ଲୋକଟି କିଏ ଯାଉଛି। ସେଥିରେ ସେ ଶୁଣିଲା ଯେତେବେଳେ ଯେ ଯୀଶୁ ଯାଉଛନ୍ତି, ଆଉ ସେତେବେଳେ ପର୍ଯ୍ୟନ୍ତ କୌଣସି ସେ ଅଞ୍ଚଳରେ ଏ ପ୍ରକାର ଅଦ୍ଭୁତ କାର୍ଯ୍ୟ ଆଶ୍ଚର୍ଯ୍ୟ କର୍ମ ହେଇନଥିଲା। ତଥାପି
ସେଇ ଅନ୍ଧବିଶ୍ୱାସ ଅନ୍ଧ ଲୋକଟି ଆଉ ଯୀଶୁଙ୍କ ନାମ ଶୁଣି ସେ କଣ କରୁଛି, ହେ ଦାଉଦ ସନ୍ତାନ ମତେ ତୁମେ ଦୟା କର ବୋଲି ସେ ଯେତେବେଳେ ତାଙ୍କୁ ଚିତ୍କାର କରିକି ଆହ୍ୱାନ କରୁଛି ଆଉ ତାଙ୍କୁ ନିମନ୍ତ୍ରଣ କରୁଛି, ସେତେବେଳେ ତାର ଗୋଟିଏ ମାତ୍ର ଥିଲା ଯେ କଣ ନା ସେ ତାର ଦୃଷ୍ଟି ଶକ୍ତି ଯେ ପ୍ରକାର ଫେରି ପାଇବ, ଏହା ସେଇ ସମୟ ପର୍ଯ୍ୟନ୍ତ ସେ ଅଞ୍ଚଳ କେମିତି କି ଆଶ୍ଚର୍ଯ୍ୟ କର୍ମ ହେଇନଥିଲା, କିନ୍ତୁ ସେ ବିଶ୍ୱାସ କଲା ଯେ ଇଏ ପ୍ରଭୁଙ୍କ ଠାରେ ଆଉ କଣ ନା ଅସମ୍ଭବକୁ ସେ ସମ୍ଭବରେ କରିବା ପରମେଶ୍ୱର। ତେଣୁ ମୁଁ ସେଇ ପ୍ରକାର ବିଷୟ ଚାହୁଁଛି ପରମେଶ୍ୱରଙ୍କ ଠାରୁ ଯେ ମୋର ଏଇ ଦିନ ଅବସ୍ଥା ଦରିଦ୍ର ଅବସ୍ଥା ଦୂର ହୋଇ ମୋର ଚକ୍ଷୁ ଫେରି ପାଇବି ଆଉ ମୁଁ କଣ କରିବି, ମୁଁ ବଞ୍ଚି ପାରିବି ଆରାମରେ ବୋଲି କହିକି ସେଇ ପ୍ରକାର ସେ ତାଙ୍କୁ ମାଗିଥିଲା କଣ ନା ମୁଁ ଆଶ୍ଚର୍ଯ୍ୟ କର୍ମ କଲେ ତାଙ୍କ ଜୀବନରେ ଆମେ ଦେଖୁ ସେ କାଢିକି ଫୋପାଡି ଦେଇଥିଲା। ତା ସେ ଜଣେ ଭିକାରୀ ସଦୃଶ ଥିଲା, ପଥପାର୍ଶ୍ୱରେ ରହିକି ଭିକ ମାଗୁଥିଲା, ତାର କଣ କଲା ନା ସେ ପୁରାତନ ବିଷୟ ସବୁ କାଢିକି ତା ଶରୀରରୁ ସେ ଫୋପାଡି ଦେଇଥିଲା। ଏ ସମସ୍ତ ବିଷୟ ବୋଧେ ମୁଁ ଭାବୁଛି ଯକ୍ଷ ମଧ୍ୟ ଶୁଣିବାକୁ ପାଇଛନ୍ତି ସେ ସମୟରେ, ଆଉ ଯକ୍ଷ ମଧ୍ୟ ଆଉ ଅପେକ୍ଷା କରିଥିଲେ ବୋଧେ। ଆଉ ଯେତେବେଳେ ସେ ଯାଉଛନ୍ତି ଜିରିୟର ପ୍ରବେଶ କରିବା ମଧ୍ୟ ଦେଇ ଯାଉଥିଲେ, ଯେତେବେଳେ ଯକ୍ଷ ଜଣେ କଣ ଥିଲେ ନା ସେ ଜଣେ ପ୍ରଧାନ କରଗ୍ରାହୀ ଆଉ ଦ୍ୱିତୀୟରେ ଧନୀ ଲୋକ। ପ୍ରଥମ ହଉଛନ୍ତି ସେ କଣ ପ୍ରଧାନ କରଗ୍ରାହୀ। ସେଇ ସମୟରେ କରଗ୍ରାହୀ ଲୋକମାନଙ୍କୁ ଲୋକମାନେ କିଭଳି ଭାବେ ଦେଖୁଥିଲେ ନା ପାପୀ ଠାରୁ ବି ଆହୁରି ହୀନ ଦଶାରେ। ବାକ୍ୟରେ ମଧ୍ୟ ଅନେକ ସ୍ଥାନରେ ମେନସନ କରାଯାଇଛି ଯେ ପ୍ରଥମେ କରଗ୍ରାହୀ ତାପରେ ପାପୀ, କରଗ୍ରାହୀ ତାପରେ ପାପୀ, ଏଇ ପ୍ରକାର ଭାବେ ମଧ୍ୟ ବହୁତ ଥର ପ୍ରଭୁଙ୍କର ବାକ୍ୟରେ ଆମେ ଲେଖାଯାଇଛି ଯେ ଦେଖିବା ଯେ ମାନେ ପାପୀ ମାନଙ୍କ ଠାରୁ ଆହୁରି ନ୍ୟୁନତମ ଲୋକମାନେ ହଉଛନ୍ତି କରଗ୍ରାହୀ ଲୋକ। କରଗ୍ରାହୀ ମାନେ କଣ ମା ଲୋକମାନଙ୍କୁ ଜବରଦସ୍ତ ସେ ସମୟରେ କର ଆଦାୟ କରୁଥିଲେ, ତେଣୁ ସେମାନେ ହଉଥିଲେ କରଗ୍ରାହୀ। କରଗ୍ରାହୀ ମାନଙ୍କ ମଧ୍ୟରେ ମଧ୍ୟ ଇଏ ଥିଲେ ପ୍ରଧାନ କରଗ୍ରାହୀ, ମାନେ ଇଏ କେତେ ମାନେ ଶକ୍ତିଶାଳୀ ସେ ସମୟରେ ନଥିବେ, ଲୋକମାନେ ଦେଖିଲେ ତାଙ୍କୁ ଭୟ କରୁଥିବେ, ସେଭଳି ସେ ପାପୀ ଠାରୁ ଭୟଙ୍କର ପାପୀ ସେ ଲୋକ। ଆଉ ତା ଦ୍ୱିତୀୟରେ ସେ କଣ ଥିଲେ ନା ଏଠି ଲେଖା ହେଇଛି ସେ ଜଣେ ଧନୀ ଲୋକ ଥିଲେ, ସେ ସାଧାରଣ ଲୋକ ନଥିଲେ, ତାଙ୍କ ପାଖରେ କୌଣସି ବିଷୟର ଅଭାବ ନଥିଲା, ସେ ଜଣେ ଧନୀ ଲୋକ ଥିଲେ। କିନ୍ତୁ ଯୀଶୁ କିଏ ବୋଲି ସେ କଣ କଲେ ଇଚ୍ଛା ପ୍ରକାଶ କଲେ। କଣ ଦେଖୁଛୁ ଯେ ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ ସକାଶୁ ଦେଖି ପାରୁ ନଥିଲେ କାରଣ ସେ ବାଙ୍ଗର ଥିଲେ। ଏଠି ଆମେ ଦେଖୁଛୁ ତାଙ୍କ ଶରୀର ପ୍ରଭୁଙ୍କୁ ଦେଖିବା ପାଇଁ ଏପଟେ ଇଚ୍ଛା ଅଛି, କିନ୍ତୁ ତାଙ୍କ ଶରୀର ତାକୁ କଣ କରୁଛି ସହଯୋଗ କରୁନାହିଁ। ସେ କଣ ଥିଲେ ବାଙ୍ଗର ଥିଲେ। ଆଉ କଣ ଏଠି ଦେଖୁଛୁ ଗୋଟେ ହଉଛି ପ୍ରଧାନ କରଗ୍ରାହୀ, ପାପୀ ଠାରୁ ସେ ପାପୀ ମନୁଷ୍ୟ ଥିଲେ, ଦ୍ୱିତୀୟରେ ସେ ଧନୀ ଲୋକ ଥିଲେ, ତୃତୀୟରେ ଆମେ ସେମିତି ଦେଖୁଛୁ ସେ କଣ ନା ବାଙ୍ଗର ଥିଲେ। ଏ ତିନିଟା ବିଷୟ ନେଇକି ଆମେ ପ୍ରଥମେ କିଛିଟା ବିଷୟ ଦେଖିବା। ନା ଜିରିୟ ବିଷୟରେ ଆମେ ଦେଖିଲେ ଯେ ଜିରିୟ ହଉଛି ଅତି ପାପ ପୂର୍ଣ୍ଣ ଜାଗା, ସେଇଠି ପ୍ରଭୁ ଯାଉଛନ୍ତି। ସେପଟେ ଦେଇ ଗଲା ବେଳେ ଆମେ ଦେଖିବାକୁ ପାଉଛୁ ଯକ୍ଷଙ୍କୁ। ଯକ୍ଷ ସେ ଜଣେ ଥିଲେ କରଗ୍ରାହୀ, କରଗ୍ରାହୀ ମାନେ ପାପୀ ଠାରୁ ବି ଆଉ ସେ ପାପୀ ମନୁଷ୍ୟ, ଦ୍ୱିତୀୟରେ ସେ ଧନୀ ଲୋକ। କଣ ନା ଆମେ ଦେଖିବା ଲୁକ ତାର 18 ଅଧ୍ୟାୟରେ 24 ପଦ ଆଉ 25 ପଦ କଣ ଲେଖା ହେଇଛି, ସେଥିରେ ଯୀଶୁ ତାଙ୍କୁ ଦେଖି କହିଲେ ଯେଉଁମାନଙ୍କର ଧନ ଅଛି ସେମାନେ କେଡେ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି। ଦ୍ୱିତୀୟରେ 25 ପଦରେ ଏଭଳି ଲେଖାଯାଏ, କାରଣ ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ। ଏଠି କଣ ଉଦାହରଣ ଦେଲେ, ଏଇଠି ଆମେ ଦେଖୁଛୁ କଣ ନା ସେ ଜଣେ ଧନୀ ଲୋକ। ଏଇଠି ଆମେ ପରମେଶ୍ୱର କଣ କହୁଛନ୍ତି, ଧନୀ ଲୋକ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଟା ଏତେ କଷ୍ଟକର କଣ ନା ସୁଞ୍ଚିର ଛିଦ୍ର ଦେଇକି ଓଟ ପ୍ରବେଶ କରିପାରିବ, କିନ୍ତୁ ଧନୀ ଲୋକ ସହଜରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଏଇଟା ତାଙ୍କର ସେଇ ପ୍ରକାର ସମସ୍ୟା। କଣ ନା ଏପଟେ ଧନୀ ଥିଲେ, ଧନୀ ଲୋକ ପ୍ରବେଶ କରିବା ଈଶ୍ୱରଙ୍କ ରାଜ୍ୟରେ ବହୁତ କଷ୍ଟ ଥିଲା। ଆଉ କଣ ନା ଆମେ ଦେଖୁଛୁ ଯେ ଧନୀ ହେଲେ ମଧ୍ୟ ସେ କଣ କରୁଛନ୍ତି ନା ପ୍ରଭୁ ଯୀଶୁଙ୍କୁ ଦେଖିବା ପାଇଁ ସେ ଚେଷ୍ଟା କଲେ। ପ୍ରଥମ ଆଟେମ୍ପ୍ଟରେ କଣ କଲେ ନା ଚେଷ୍ଟା କଲେ, ଯାଉ ଯାଉ ସେଠି କଣ ତାଙ୍କୁ ଅବଷ୍ଟ୍ରାକଲ ଆସିଲା ନା ପ୍ରବଳ ଭିଡ। ପ୍ରବଳ ଭିଡ ହଉ ହଉ ସେ କଣ ଥିଲେ ନିଜେ ସେ ଜଣେ ବାଙ୍ଗର ଥିଲେ, ତାଙ୍କ ଶରୀର ମଧ୍ୟ ତାଙ୍କୁ ବାଧା ଦେଲା ତାଙ୍କ ଯାଇକି ସଙ୍ଗେ ସମ୍ମୁଖରେ ମିଳିତ ହବା ପାଇଁ। ସେ କଣ କଲେ ତାପରେ ଦେଖୁଛୁ ଦ୍ୱିତୀୟ ଷ୍ଟେପ ନା ତାଙ୍କର ମନରେ କଣ ଥିଲା ତୃଷ୍ଣା ଥିଲା, ଇଚ୍ଛା ଥିଲା, କଣ ନା ଯେମିତି ହେଲେ ମୁଁ ପ୍ରଭୁ ଯୀଶୁଙ୍କୁ ସାକ୍ଷାତ କରିବି। ତାଙ୍କ ମନର କଣ ଇଚ୍ଛା ଥିଲା କଣ ନାହିଁ ମୁଁ ଜାଣେ ନା, କିନ୍ତୁ ତାଙ୍କର ଇଚ୍ଛା ଥିଲା ଯେମିତି ହେଲେ ମୁଁ ଯୀଶୁଙ୍କୁ ଦେଖିବି। ତାଙ୍କ ମନର ଯୋଉ ଆଶାଟା ଯେଭଳି ଦେଖାଯାଏ ଗୀତ ସଂହିତା ତାର 107 ର 9 ପଦରେ କେତେ ସୁନ୍ଦର ପଦ
देखाई आपण देखिबा पड़ी तांको मनर जो भाषा ने कि आम स्पष्ट रूप लिखाई जेहेतु से तृषित प्राण को परितृप्त करती और क्षुदित प्राण को उत्तम द्रव्य पूर्ण करती मनरे कौन थिला तृष्णा थिला क्या देखा प्रभु जीशु को देखा तेणु से कौन है परिपूर्ण होगा जाऊँगी ना ना जिज्ञासा केमती पूर्ण होची से निज शरीर बाधा दउची द्वितीय से जनसमाज से बाधा दउची निकट को जीवारे तथापि तृष्णा थिला से तृष्टित प्राण को जे परमेश्वर परितृप्त करती तेणु से कौन प्रथमे कौन कले गोटे पदक्षेप नहीं देखा जीवन रे कौन ना से आगु को दौड़ी जाए देखा निमंते गोटे डिम्बिरी गछरे चढ़िले से कौन कले ना कौन कले मु प्रभु जीशु को देखा पारिबी से कौन कले ना पाखरे थिबा गोटे जो बाटर देखी प्रभु जीशु जाउथिले से बाटर गोटे कौन थिला डिम्बिरी गछ तांको मनरे एठी हम देखिबा इंटेंशन कौन ना मु सम्मुखर देखि न पाले मध्य लुचि की कौन करिबी नु प्रभु को देखिबी प्रभु मते न देखंतु किंतु मु प्रभु को देखिबी ए प्रकार चिंता करी से कौन कले ना आगरे थिबा डिम्बिरी गछ ऊपर जाई चढ़ी गले डिम्बिरी गछरा पत्र बहुत बड़ बड़ पत्र आमे जे देखिबा पुरातन नियम रे कौन जेतेबेले आदम हवा जेतेबेले से पाप करूछंती आउ से माने अपना लज्जा ढांकिबा पाए से कौन करूछंती ना डिम्बिरी गछर पत्र को से माने घाघरा करके पिंधिथिले किंतु ताहा से माने लज्जा को कौन कला ना बंद करि पारला नाही एठी मध्ये हम देखुछु ना ये निजे कौन कले ना परमेश्वर सम्मुख न होई मु लुचि की प्रभु को मु देखिबी किंतु तृष्णा अछि जेमती हेले मु प्रभु को दर्शन करिबी आउ तांको तृषा कौन कला ना तृषित प्राण को से परितृप्त करते ये निजे भाविले मु लुचि की रहिबी आ प्रभु को देखिबी किंतु प्रभु कौन कले ना से तळु ठिया की तांको प्रति से दृष्टिपात करि पारले आउ कौन कहउछन तापरे कारण से बाट दे तांको जीवातला जीशु से स्थान को आसी ऊपर को चाहि तांको कहले जक्ष्य शीघ्र ओले आसो कारण आज मते अवश्य तुम घरे रहबा को हेबो केते सुंदर विषय से इच्छा प्रकाश कले आशा भरी जीवन थिला जे जेमते ले मु देखिबि न होले से केबे मते चेष्टा करंती नहीं जे जाय कि मु कोन ना डिम्बिरी गछरे चढ़िबी किंतु तांकर एते आशा थिला जे मु ए भीड़ सकस न देखि परले मध्य प्रभु को सहित साक्षात मध्य न देखिले मध्य लुचाई लुकाई दबा परले मध्य सेही डिम्बिरी गछ चढ़िबी आ मु सेठी देखिबि से पत्र गहळी रे मु रहि जिबि आ प्रभु मते देखि परिबे नै मु किंतु प्रभु को देखिबे ए प्रकार तांकर इच्छा थिला एठी देखिबा को पाउछु आ गोटे विषय तांकर जेतेबेले से देखिबा पय जाउछन से धनी लोक धनी ले नॉर्मल धनी लोक मानकर देखिबा गले बहुत लोकंगर से मान अहंकार गर्व थाए जेतेबेले पेट संपूर्ण फुल हेकि थाए लोक मानकर सेतेबेले कोनसी विषयर आवश्यकता लोक माने साधारण भाव करंती नै हां जहाले तो पैसा अच्छी जोटा हले मोर करि परिबी मोर किछि असुविधा नै जेमति हमें बाइबल रे मध्ये एई लोक लिखित बहुत उडा प्रभु दृष्टांत दैछंती जे सेंती जणे लोकर कोन थिला धनी लोक जदियो नाही से तार फसल विषय लिखा है जे कोन कला ने फसल एते प्रचुर हला ता जमी रे से कोन कला ना ता अमरा उडा को भांगी की हां तार अमरा बड़ करी की सेतरे तार से तार प्राण को रे प्राण तो निमंते मु कौन करी ना अनेक दिन पर्यंत खाद्य संचय करे प्रकृति से प्रकार धन संपत्ति आम जदि बढ़िबो आम अजाणत आम मन रे गर्व अहंकार आसीबो आउ आम माने कोनोसी काम करियो इच्छा करि न थाओ किंतु एठी हम देखुछु जे तांको मन रे एते इच्छा थिला से आपना को कोन कले ना धनी बोली मध्य मन न करी से कोन कले ना दौड़ी जाय की से कोन कले डिम्बिरी गछ मूल रे बा डिम्बिरी गछ ऊपर जाय की चढ़िले आइ भली समय प्रभुंकर कोन होला ना से जे तांकर लक्ष्य जे पापी माने किभली भाबे परित्राण पाइबे तांकर गोटिए मात्र लक्ष्य थिला जे कोन ना किभली भाबे ए पापी मनुष्य परित्राण पाइबे संगे संगे तांकर दृष्टि कोड पड़ला से पापी मनुष्य प्रति जे कि करग्राही से समय पापी मान ठारू भी अधिक पापी रूपे लोक माने जहा को गणित करथिले सेबे लोकन प्रति तांकर कोन पड़ला ना दया दृष्टि पड़ला एठी कोन पई ना तांकर इच्छा शक्ति थिबा प्रभु यीशु किए आउ से जो आश्चर्य कर्म मु भाबुछि जे 18 अध्याय जो वर्णित होइछि से समय से निश्चित किछि ना किछि तांका विषय सुनिछन जे कि जन्मरु अंध से चक्षु
ପାଇଅଛି ସେ କେମିତିଆ ଲୋକ ହେଇଥିବେ ବୋଲି ଭାବିଲା। କିନ୍ତୁ ସେ ଯେ ପ୍ରଭୁଙ୍କୁ ଦର୍ଶନ କରିବେ ତାଙ୍କ ମନରେ ଯୋଉ ଇଚ୍ଛା ଥିଲା, ପ୍ରଭୁ ଯେ ପୁଣି କଣ କରୁଛନ୍ତି, ସେ ଲୁଚିକି ଥିଲେ କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି କାହା ପ୍ରତି ପଡିଲା, ସେ ପାପୀ ଯକ୍ଷ ପ୍ରତି ପଡିଲା। ଆଉ ସେ ଧନୀ ହେଲେ ମଧ୍ୟ ସେ ଯୋଉ ପ୍ରୟାସ କରିଛି ପ୍ରଭୁଙ୍କର ମନ ତାହା ଜାଣିପାରିଲା ଯେ ପ୍ରକୃତରେ ଆର ଏତେ ଇଚ୍ଛା ଅଛି ମତେ ଦେଖିବା ପାଇଁ। ସେ ତା ପ୍ରତି ଦୟାରେ ବିଗଳିତ ହେଲେ। ଆଉ ସେ କଣ କହୁଛନ୍ତି, ଯକ୍ଷ ଶୀଘ୍ର ତଳକୁ ଓହ୍ଲେଇ ଆସ। ତା ଅର୍ଥ ଏଠି ଆମକୁ କଣ ସୂଚାଉଛି, ଧନୀ ହେଲେ ମଧ୍ୟ ସେ ଆପଣଙ୍କୁ କଣ କରୁଛି, ନତ କରୁଛି। ଯେଭଳି ଲେଖାଯାଏ ପ୍ରଥମ ପିତର ତାର 5:6 ପଦରେ ଲେଖାଯାଏ, ଆପଣ ମାନଙ୍କୁ ପଢିକି ଶୁଣାଏ। କଣ ଲେଖା ହେଲା, ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। କେତେ ସୁନ୍ଦର ବାକ୍ୟ ଆମମାନଙ୍କୁ ଶିକ୍ଷା ଦଉଛି। ସେ ଜଣେ ଧନୀ ଲୋକ ହେଲେ ମଧ୍ୟ ସେ କଣ କଲେ ନା ପରମେଶ୍ୱରଙ୍କର କଥାକୁ ସେ ମାନିଲେ। କଣ କଲେ, ଆମେ ଦେଖୁଛୁ ତା ପରେ ଯକ୍ଷ ଶୀଘ୍ର ଓହ୍ଲେଇ ଆସ କହୁ କହୁ ସେ କଣ କଲେ, ସେ ଗଛରୁ ତଳକୁ ଓହ୍ଲେଇ ଆସିଲେ। ଆଉ ତାହା କିଭଳି ସମ୍ଭବ ହେଲା ନା ସେ ଆପଣଙ୍କୁ ଏତେ ନମ୍ର କରିଥିଲେ, ନତ କରିଥିଲେ। ଆଉ କଣ ନା ତାଙ୍କର ଇଚ୍ଛା ଥିଲା ଯେମିତି ହେଲେ ମଧ୍ୟ ମୁଁ ପ୍ରଭୁଙ୍କୁ ଦେଖା କରିବି। ଆଉ ସେ ସେଇଥିପାଇଁ ମଧ୍ୟ ସେ ପ୍ରୟାସ କରିଥିଲେ। ଆଉ ତାଙ୍କର ପ୍ରୟାସ ମଧ୍ୟ ବୃଥା ହେଲା ନାହିଁ। ସେ ଜଣେ ଧନୀ ହେଲେ ମଧ୍ୟ, ପାପୀ ହେଲେ ମଧ୍ୟ, ଆଉ ପ୍ରଭୁଙ୍କୁ ଦେଖିବା ପାଇଁ ତାଙ୍କର ଇଚ୍ଛା ତାଙ୍କୁ କଣ କଲା ନା ଶରୀର ତାଙ୍କୁ ବାଧା ଦେଉଥିଲା, ଜନସମୂହ ବାଧା ଦେଉଥିଲା, ତଥାପି ସେ କଣ କଲେ, ନିଜକୁ ନମ୍ର କଲେ। ଆଉ ଏଠି ତାଙ୍କର ଗୋଟିଏ ଭଲ ଗୁଣ ଦେଖୁଛୁ, ସେ ଧନୀ ହେଲେ ମଧ୍ୟ ଆପଣଙ୍କୁ ସେ କଣ କଲେ, ନମ୍ର କଲେ। ଆଉ ସେ କଣ କଲେ, ଶୀଘ୍ର ଓହ୍ଲେଇ ଆସିଲେ। ତାପରେ ଆମେ ଦେଖୁଛୁ କଣ, ଦ୍ଵିତୀୟ ସେ ପଦକ୍ଷେପ କଣ ନେଇଛନ୍ତି, ସେଥିରେ ଯୀଶୁ ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। କଣ କଲେ ନା ଆତିଥ୍ୟ କରିବା ମଧ୍ୟ ଦ୍ଵିତୀୟ ସେ ପଦକ୍ଷେପ ନେଇଛନ୍ତି। ସେ ଓହ୍ଲେଇ ଆସିକି ଚୁପଚାପ ହେଇକି ରହିପାରିଥାନ୍ତେ। ତାପରେ ଏଠି ପ୍ରଭୁ ଯୀଶୁ କଣ କହୁଛନ୍ତି, କାରଣ ଆଜି ମତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ସେ କହିବା ସଙ୍ଗେ ସଙ୍ଗେ ଇଏ କଣ କଲେ, ତାଙ୍କ କଥାକୁ ମାନିଲେ। କିଏ, ଯକ୍ଷ ତାଙ୍କ କଥାକୁ, ତାଙ୍କ କଥାରେ ପରମେଶ୍ୱରଙ୍କର ପ୍ରଭୁ ଯୀଶୁଙ୍କ କଥାରେ ସେ ଆଜ୍ଞାଧୀନ ହେଲେ, ନମ୍ର ହେଲେ। ଆଉ ଦ୍ଵିତୀୟରେ ଆମେ ସେ କଣ କରୁଛୁ, ବାଧ୍ୟ ହେବାର ଆମେ ଦେଖୁଛୁ। ଆଜି ସେ କହୁଛନ୍ତି ଆଜି ମତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। କହୁ କହୁ ସେ କଣ କରୁଛନ୍ତି, ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। ସେ କହିବା ପଦେ ମାତ୍ରେ ସେ ସଙ୍ଗେ ସଙ୍ଗେ ସେ ଗଛରୁ ଓହ୍ଲେଇକି ତାଙ୍କର କଣ କରୁଛନ୍ତି, ତୃତୀୟ ପଦକ୍ଷେପ କଣ ନେଲେ, ପ୍ରଥମେ ନେଲେ ଆପଣଙ୍କୁ ନମ୍ର କଲେ। ଆଉ ଦ୍ଵିତୀୟରେ ତାଙ୍କ କଥାକୁ ସେ ମାନିଲେ। ତୃତୀୟରେ ଆମେ ଦେଖୁଛୁ କଣ ନା ଆତିଥ୍ୟ କଲେ। କଣ କଲେ, ଆତିଥ୍ୟ। କୋଭଳି ଭାବେ ଆତିଥ୍ୟ କଲେ ନା ତାଙ୍କ ସହିତ ଆମେ ଜାଣୁ ପ୍ରଭୁ ଯୀଶୁ ଗଲେ କେବେ ମଧ୍ୟ ଏକା ଯାଆନ୍ତି ନାହିଁ। ତାଙ୍କ ସହିତ ଯେତେ ସବୁ ଶିଷ୍ୟ ଥିଲେ ସେ ସମୟରେ ସେମାନେ ମଧ୍ୟ ଶିଷ୍ୟ ଯାଆନ୍ତି। କେବଳ ଯେ ଯୀଶୁଙ୍କୁ ସେ ଆତିଥ୍ୟ କରିଥିବେ ତାହା ନୁହେଁ, ତାଙ୍କ ସହିତ ଯେତେ ଜଣ ସବୁ ଶିଷ୍ୟ ଯାଇଥିଲେ ସେମାନଙ୍କୁ ମଧ୍ୟ ଶୀଘ୍ର ସେ ଆତିଥ୍ୟ କରିବାକୁ ପ୍ରାରମ୍ଭ କଲେ। ଯଦିଓ ସେ ଆତିଥ୍ୟ ବିଷୟରେ ଏଠି ଏତେ ବର୍ଣ୍ଣନା ହେଇନାହିଁ, କିନ୍ତୁ ନିଶ୍ଚୟ ସେ ସୁନ୍ଦର ଭାବେ ସେ ଆତିଥ୍ୟ କରିଅଛନ୍ତି। ସେ ଆତିଥ୍ୟର ଫଳ ସେ କଣ ପାଉଛନ୍ତି ଦେଖ ନା, କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ ଦେଖନ୍ତୁ ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। କେତେ ସୁନ୍ଦର ବିଷୟ। ଯେତେବେଳେ ପ୍ରଭୁଙ୍କର ବାକ୍ୟ ଜଣଙ୍କ ହୃଦୟରେ ସ୍ପର୍ଶ କରେ ତା ଜୀବନ କେତେ ସୁନ୍ଦର ପରିବର୍ତ୍ତନ ହୋଇଥିବା ମାନେ ଦେଖିବାକୁ ପାଉଛୁ। ଆଉ ସେଇ ସ୍ୱର ତାଙ୍କୁ କଣ ଦେଇଛି ନା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଲା। କଣ ନା କଣ କଲେ ନା ସେ ନିଜର ଭୁଲ ବୁଝିପାରିଲେ। ଧନୀ ହେଇଛନ୍ତି, ଏପଟେ ପ୍ରଧାନ ହେଇଛନ୍ତି, ତାଙ୍କୁ କେତେ ସମ୍ମାନ ମିଳିଥିବା କଥା, କିନ୍ତୁ ସେ ସମୟ ତ ସମ୍ମାନ କାହାକୁ, ସେଇ କରଗ୍ରାହୀ ବୋଲି ତାଙ୍କୁ କେହି ଦଉନଥିଲେ। କିନ୍ତୁ ଆଉ ଧନୀ ବ୍ୟକ୍ତି ସେ ସାଧାରଣ ଭାବେ ନମ୍ର ହବାଟା କଷ୍ଟ। ତେଣୁ ସେ ଆପଣଙ୍କୁ କଣ କଲେ, ନମ୍ର କଲେ, ଆଜ୍ଞାଧୀନ ହେଲେ। ଖାଲି ସେତିକି ରହିଲେନି, ସେ କଣ କଲେ ନା ପ୍ରଭୁଙ୍କର ଆତିଥ୍ୟ କଲେ। ଆତିଥ୍ୟ କରୁ କରୁ ତାଙ୍କ ଜୀବନରେ କଣ ହେଲା ନା ନିଜର ଭୁଲଟାକୁ ସେ ବୁଝିପାରିଲେ। କଣ କରିପାରିଲେ, ସେ ନିଜର ଭୁଲଟାକୁ ବୁଝିପାରିଲେ ଯେ କଣ ତାଙ୍କ ଜୀବନରେ ହେଇଛି ଆଉ କଣ ହେବାକୁ ଯାଉଛି। କାରଣ ପାପର ବେତନ ଯେ ମୃତ୍ୟୁ, ତାହା ହଉଛି ଅନନ୍ତକାଳୀନ ମୃତ୍ୟୁ। ଆଉ ସେ ବିଷୟ ତାଙ୍କୁ ନିଶ୍ଚୟ ଯେତେବେଳେ ପ୍ରଭୁ ଧର୍ମଶାସ୍ତ୍ରରେ ପଢିଥିବେ ସେ ସମୟରେ ସେ ନିଶ୍ଚୟ ତାହା ଅନୁଭବ କରିଥିବେ। ଆଉ ତେଣୁ ତାଙ୍କର ବାକ୍ୟ ଯେତେବେଳେ ସ୍ପର୍ଶ କଲା, ନିଜେ ଯେ ସେ ଜଣେ
ପାପୀ ମନୁଷ୍ୟ ବୋଲି ମଧ୍ୟ ସେ ଜାଣିପାରିଲେ ଆଉ ନିଜର ଭୁଲଟାକୁ ସେ ଖୋଜି ପାଇଲେ ଯେ କଣ ମୁଁ କରିଛି। ସଙ୍ଗେ ସଙ୍ଗେ ସେଥିପାଇଁ କହୁଛନ୍ତି ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦାନ କରୁଅଛି। କାରଣ ସେ ସମୟରେ ସେ କରଗ୍ରାହୀ ହିସାବରେ ଯେହେତୁ ଥିଲେ ଦାୟିତ୍ୱରେ, ଆଉ ଲୋକମାନଙ୍କ ଠାରୁ ଜୋର ଜବରଦସ୍ତି ଅନ୍ୟାୟରେ ବହୁତ କିଛି ସମ୍ପତ୍ତି ସେ ଏକତ୍ର କରିଥିଲେ। ଆଉ ସେ ଭୁଲ ସେ ନିଜେ ଆଜି ସେ ଜାଣିବାକୁ ପାରିଲେ ଯେ କେତେ ବଡ ମୁଁ ଅନ୍ୟାୟ କରିଛି ଲୋକମାନଙ୍କ ଠାରୁ, କେତେ ବଡ ମୁଁ ପାପ କରିଛି ଲୋକମାନଙ୍କ ବିରୁଦ୍ଧରେ। ସେ ଜାଣିପାରିଲେ ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ହୃଦୟରେ ଯୀଶୁ ନଥିଲେ ସେତେବେଳେ ପର୍ଯ୍ୟନ୍ତ ସେ କିଛି ଜାଣି ହିଁ ପରିପାରୁନଥିଲେ। ଯେତେବେଳେ ଯୀଶୁଙ୍କର ସ୍ୱର ଶୁଣିଲେ ଯକ୍ଷୀୟ ଶୀଘ୍ର ତଳକୁ ଓହ୍ଲେଇ ଆସ, ଆଜି କଣ କରିବେ କହିଲେ ଆଜି ମତେ ଅବଶ୍ୟ ତୁମ୍ଭରି ଘରେ ରହିବାକୁ ହବ। ଆଉ ଘର ଅର୍ଥ ଆମେ ବୁଝିବାକୁ ପାଇବା ଯେ ଯେ ପ୍ରକାର ମାଥ୍ୟୁ ତାର 8:20 ଲେଖାଯାଏ, ସୁନ୍ଦର ଭାବେ ବାକ୍ୟ ଲେଖାଯାଏ ଯେ କୋଉ ପ୍ରକାର ସେ ହୃଦୟ ଘରେ ରହିବା ପାଇଁ ସେ ଇଚ୍ଛା କରୁଛନ୍ତି, ତାହା ସେଠି ସୁନ୍ଦର ଭାବେ ଆମକୁ ବର୍ଣ୍ଣିତ କରାଯାଇଛି। ଯାହା ଲେଖାଯାଏ ମାଥ୍ୟୁ ତାର 8:20, ସେଥିରେ ଯୀଶୁ ତାଙ୍କୁ କହିଲେ କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। କାରଣ ଏଇଠି ଆମେ ଦେଖିବା କୋକିଶିଆଳିର ଗାତ ଅଛି। କୋକିଶିଆଳି ମାନେ ଆମେ ଯଦି ବାଇବେଲରେ ପଢିବା ଯେ ପ୍ରଭୁ ଯୀଶୁ ହେରୋଦ ରାଜାଙ୍କୁ କୋକିଶିଆଳି ବୋଲି ଆଖ୍ୟା ଦେଇଥିଲେ। ସେଇ ପ୍ରକାର ମାନେ କଣ ଆଜି ଆମମାନଙ୍କ ଜଗତରେ ଯେତେବେଳେ ଆମେ ସବୁ ବଞ୍ଚିଛୁ ଆମେ ଚାହୁଁ କଣ କାହାର ଅନୁଗ୍ରହ ନା ଏ ମନ୍ତ୍ରୀର, ଏମଏଲଏ ର, ସେ ବଡ ଅଫିସର ସେଇଠି ଆଉ କିଏ ବଡ ବ୍ୟକ୍ତି ଅଛି ସେଇ ପ୍ରକାର ଲୋକମାନଙ୍କ ପାଇଁ ଆମେ ସାଧାରଣତଃ ଆପଣ ଆପଣ ହୃଦୟରେ ସବୁବେଳେ ଆମେ ସ୍ଥାନ ଦେଇଥାଉ। ଦ୍ୱିତୀୟରେ ବର୍ଣ୍ଣିତ ଅଛି କଣ ନା କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି। ଆକାଶ ପକ୍ଷୀର ବସା ଅଛି ମାନେ ଏଠି ଆମେ ସୁନ୍ଦର ଭାବେ ଦେଖିପାରିବା ଯେତେବେଳେ ବୀଜ ବୁଣାଳି ଦୃଷ୍ଟାନ୍ତ ଆମେ ଦେଖୁଛୁ, ସେଠି ବୀଜ ଯେତେବେଳେ ବୁଣୁଥିଲା ବୁଣାଳି କିଛିଟା କଣ କଲା ନା ବାଟ ପାଖରେ ପଡିଲା, କିଛି ପଥରିଆ ଭୂମି ଉପରେ ପଡିଲା, କିଛି କଣ୍ଟା ବାଡରେ ପଡିଲା, କିଛି ଭଲ ଭୂମିରେ ପଡିଲା। ସେଭଳି ସେଇ ଦୃଷ୍ଟାନ୍ତ ବୁଝେଇବା ସମୟରେ ପ୍ରଭୁ ଯୀଶୁ ଉଦାହରଣ ଦେଇଥିଲେ ଯେ ଯୋଉ ସବୁ ବାଟରେ ପଡିଥିଲା ସେ ବାଟରେ ପଡିଥିବା ବୀଜକୁ କିଏ ନେଇକି ଗଲା, ପକ୍ଷୀ ମାନେ ଆସିକି ଖାଇକି ନେଇକି ଗଲେ। ତା ଅର୍ଥ ପକ୍ଷୀ କିଏ ନା ଏଠି ହଉଛି ଶୈତାନ। ଆମମାନଙ୍କ ହୃଦୟରେ ଆଜି ଶୈତାନ ପାଇଁ ବିଭିନ୍ନ ମାର୍ଗରେ ଆଜି ଆମମାନଙ୍କ ଜୀବନରେ ତାକୁ ତା ପାଇଁ ସ୍ଥାନ ଅଛି। ଦେଖିବା ଲୋଭ ହଉ କିମ୍ବା କୌଣସି ଆକର୍ଷଣୀୟ ବିଷୟ ହଉ, ସେଥିପାଇଁ ଆମମାନଙ୍କର ହୃଦୟରେ ମନରେ ଅଛି। ଆଉ କୌଣସି ପ୍ରକାର ମନ୍ଦ ବିଷୟ ଦେଖିବା ପାଇଁ ଆମମାନଙ୍କ ମନ ଆଜି କଣ କରୁଛି ନା ଉଦ୍ବେଗ ପ୍ରକାଶ କରୁଛି। ଆଉ କୌଣସି ଜଗତର ପ୍ରଲୋଭନ ବିଷୟ ଯଦି ରହିଛି ସେ ସବୁ ପ୍ରତି ଦୌଡୁଛୁ। ଉତ୍ତମ ପଦାର୍ଥ ଖାଇବା ପାଇଁ ଆମମାନଙ୍କର ଅନ୍ତରରେ ଲୋଭ ଆସୁଛି, ଉତ୍ତମ ପଦାର୍ଥ ପାଇବା ପାଇଁ ଆଶା କରୁଛୁ। ଏସବୁ ଜିନିଷ କିଏ ଆଣୁଛି ଚାକଚକ୍ୟ ଆକର୍ଷଣ ନା ଶୈତାନର ଏସବୁ ହଉଛି ଗୋଟିଏ ଗୋଟିଏ ତାର ଫାନ୍ଦ। ସେ ସବୁ ଅନେକ ନ ଜାଣିପାରି ତାକୁ ମଧ୍ୟ ଆମମାନେ କଣ କରୁଛୁ ସ୍ଥାନ ଦଉଛୁ। ମୋବାଇଲ ଆଜି ଆସିଗଲା, ଆଜି ସହଜରେ ଆମମାନେ ହସ୍ତରେ ପ୍ରତ୍ୟେକଙ୍କ ହସ୍ତରେ ମୋବାଇଲ ରହୁଛି। ଆଉ କଣ ନା ବାକ୍ୟ ଶୁଣିବା ବାହାନାରେ ଆମେ କଣ କରୁଛୁ ଅନେକ ରିଲ୍ସ ଦେଖୁଛୁ, ଅନେକ ସିନେମା କାର୍ଯ୍ୟକ୍ରମ ଦେଖୁଛୁ, ଅନେକ ଫେସବୁକ ର ବିଭିନ୍ନ ପ୍ରକାର କାର୍ଯ୍ୟ ଦେଖୁଛୁ, ଯାହାକି ଆମମାନଙ୍କର ଜୀବନର ବହୁମୂଲ୍ୟ ସମୟ ସେ କଣ କରୁଛି ଧୀରେ ଧୀରେ ଚୋରେଇକି ନଉଛି। ଏଠି କହିବା ଅର୍ଥ ହେଲା ଯେ ଯୀଶୁ ତାଙ୍କୁ କଣ କହିଲେ କୋକିଶିଆଳିର ଗାତ ଅଛି ଆମମାନଙ୍କ ପାଇଁ ହୃଦୟରେ। କାହା ପାଇଁ ଆମେ ସ୍ଥାନ ଦେଇଛୁ? ବଡ ବଡ ଲୋକମାନଙ୍କ ପାଇଁ, ସମାଜର ପ୍ରତିଷ୍ଠିତ ଲୋକମାନଙ୍କ ପାଇଁ। ସେ ଗୁଡ କ୍ରିକେଟ ପ୍ଲେୟର ହଉ କିମ୍ବା ସେ ଜଣେ ଧନୀ ବ୍ୟକ୍ତି ହଉ କିମ୍ବା ସେ ଜଣେ ଅଫିସର ରାଙ୍କର ହଉ, ସେମାନଙ୍କ ପାଇଁ ଆମମାନଙ୍କ ହୃଦୟରେ ସ୍ଥାନ ଅଛି। ଦ୍ୱିତୀୟତଃ ଏ ଜଗତର ଥିବା ଶୈତାନ ଆଣୁଥିବା ପ୍ରଲୋଭନ, ଲୋଭ ଏସବୁ ପାଇଁ ମଧ୍ୟ ଆମେ ସ୍ଥାନ ଦେଇଛୁ। ତୃତୀୟ ସେ କଣ କରୁଛନ୍ତି ନା ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ଏରେ ଆମେ କଣ ଦେଖୁଛୁ ଯେ ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ସେଦିନ ମଧ୍ୟ ସେଇ ଯକ୍ଷଙ୍କର ଧନ ଲୋଭ ଥିଲା, ଆଉ ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନଥିଲା। ତେଣୁ ପ୍ରଭୁ କହିଲେ ଆଜି କଣ କହୁଛି ମତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ସେ ଘର ହଉଛି ଏ ହୃଦୟ ରୂପ ଗୃହରେ ପ୍ରଭୁ କଣ କରନ୍ତି ବାସ କରିବା ପାଇଁ ଇଚ୍ଛା କରନ୍ତି। ସେଇ ପ୍ରକାର ସେଇଦିନ ମଧ୍ୟ ଯକ୍ଷଙ୍କର ହୃଦୟରେ ବାସ କରିବା ପାଇଁ ସେ ଇଚ୍ଛା କରିଥିଲେ। ଆଉ ସଙ୍ଗେ ସଙ୍ଗେ ତାଙ୍କର ଯୋଉ ମୁଖ ନିଃସୃତ ବାକ୍ୟ ଯେ କଣ କହିଲେ ଓହ୍ଲେଇ ଆସ, ସେ ପ୍ରକୃତରେ ସେ ସମୟରେ କଣ ଲେଖାଯାଏ ନା ଲୁକ ସେଇ 18 ଅଧ୍ୟାୟର ସେ 14 ପଦରେ ବହୁତ ସୁନ୍ଦର ବିଷୟ ଦେଖାଯାଏ। ଦେଖିବା କଣ କରିଛନ୍ତି ତାଙ୍କ ଜୀବନରେ। 14 ଲେଖାଯାଏ ମୁଁ ତୁମମାନଙ୍କୁ କହୁଛି ସେ ଲୋକ ନୁହେଁ ବରଂ
এই লোক ধার্মিক গণিত হয়ে আপনা গৃহକୁ ଚାଲିଗଲା କାରଣ ଯେ କି ଆପଣାକୁ ଉନ୍ନତ ବୋଲି ଦେଖାଏ ତାହାକୁ ନତ କରାଯିବ, କିନ୍ତୁ ଯିଏ ଆପଣଙ୍କୁ ନତ କରେ ତାହାକୁ ଉନ୍ନତ କରାଯିବ। ଏଠି ପ୍ରଭୁ ଯୀଶୁ ହିଁ ସମସ୍ତ ବିଷୟ କହିଛନ୍ତି। କଣ ନା ସେଠି କରଗ୍ରାହୀ ଆଉ ଜଣେ ହଉଛନ୍ତି କଣ ନା ଫାରୁସୀ। ଦୁଇ ଜଣ ଯାଇଥିଲେ କୋଉଠିକି ନା ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ସେତେବେଳେ କାହାର ହେଲା ନା କରଗ୍ରାହୀର ପ୍ରାର୍ଥନା ଗ୍ରାହ୍ୟ ହେଲା। କାରଣ କଣ ନା ସେ ଆପଣଙ୍କୁ ନତ କଲା। ଏଇଠି ମଧ୍ୟ ଆମେ ଦେଖୁଛୁ ସେ ଜଣେ କରଗ୍ରାହୀ, ସେ ଆପଣ କଣ କଲେ ନତ କଲେ। ନତ କରୁ କରୁ ସେ ନିଜର ଭୁଲଟାକୁ ସେ ବୁଝି ପାରୁଛନ୍ତି। ପ୍ରଭୁଙ୍କୁ ସେ ଯେତେବେଳେ ହୃଦୟର ସ୍ଥାନ ଦେଲେ, ଆପଣଙ୍କର ହୃଦୟରେ ସେ ଯେତେବେଳେ ସ୍ଥାନ ଦଉଛନ୍ତି, ସଙ୍ଗେ ସଙ୍ଗେ କଣ ପ୍ରକାଶ ହେଲା ନା ନିଜର ଭୁଲ କଣ, ପାପ କଣ, ଅଧର୍ମ କଣ ସେ ବୁଝିବାକୁ ପାରିଲେ। ଆଉ ସଙ୍ଗେ ସଙ୍ଗେ ତାର ପ୍ରାୟଶ୍ଚିତ କରିବା ପାଇଁ ମଧ୍ୟ ସେ ସ୍ୱୀକାର କରୁଛନ୍ତି। ଆଉ କଣ କରୁଛନ୍ତି, ମୋ ଯେତିକି ସମ୍ପତ୍ତି ମୁଁ ଅର୍ଜିଛି ତାର ଅଧିକ କାହାକୁ ଦେବି ବୋଲି ସେ କହିଲେ, ଦରିଦ୍ର ମାନଙ୍କୁ ବାଣ୍ଟି ଦେବି ବୋଲି କହିଲେ। ଏଟା ଏତେ ସହଜ କି ଜଣେ ଧନୀ ଲୋକ, ଆଉ ସେ ଧନୀ ଲୋକର ଯଦି ଯେତେବେଳେ ଦୃଷ୍ଟାନ୍ତ ଦେଖିବା, ସେ 18 ଅଧ୍ୟାୟରେ ଅଛି, ଆପଣମାନଙ୍କୁ ପଢିକି ଶୁଣେଇଥିଲି ପୂର୍ବରୁ 24-25 ତା ପୂର୍ବରୁ ଯେ ଧନୀ ଯୁବକ ବିଷୟ ଯେତେବେଳେ ସେ ଆସିଛନ୍ତି, ତାଙ୍କୁ କହିଛନ୍ତି କଣ, ତୁମେ ଯେତେବେଳେ ସ୍ୱର୍ଗର ଧନ ପାଇବାକୁ ଇଚ୍ଛା କରୁଛ ତାହେଲେ ତୁମେ ମୋର ଅନୁଗମନ କର, ତୁମର ଯାହା ଅଛି, ଯୋଉଟା କି ସୁନ୍ଦର ଭାବେ ସେ ପଦ ଲେଖା ହେଇଛି 18-22 ରେ। ଯୀଶୁ ଏହା ଶୁଣି ତାଙ୍କୁ କହିଲେ, ତୁମର ଆଉ ଗୋଟିଏ ବିଷୟ ଗୁଣା ଅଛି, ତୁମ୍ଭେ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ର ମାନଙ୍କୁ ବିତରଣ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ, ପୁଣି ଆସି ମୋର ଅନୁଗମନ କର। ଏଇଠି ଯେତେବେଳେ ଏ ବାକ୍ୟ କହୁଛନ୍ତି ସେ ଧନୀ ବ୍ୟକ୍ତିଙ୍କୁ, ସେ କଣ କରୁଛି ନା ପ୍ରଭୁଙ୍କୁ ଅନୁଗମନ କରିବା ଛାଡି ସେ କଣ କଲା, ଧନର ମାୟା ତାକୁ ବାନ୍ଧି ରଖିଲା। କିନ୍ତୁ ଏଇଠି ମଧ୍ୟ ସେ ଜଣେ ଧନୀ ଲୋକ, କିନ୍ତୁ ସେ ଆପଣ ଧନକୁ ସେ ପ୍ରାଧାନ୍ୟତା ଦେଲେ ନାହିଁ। ଯେତେବେଳେ ତାଙ୍କର ବାକ୍ୟ ହୃଦୟକୁ ସ୍ପର୍ଶ କଲା, ଆପଣ ହୃଦୟରେ ସେ କଣ କହୁଥିଲେ ନା ମୁଁ ଯାଇକି ଯୀଶୁଙ୍କୁ ଦେଖା କରିବି। ସେ ଯୋଉ ତୃଷା ଥିଲା ଯେ ମୁଁ ଯାଇକି ପ୍ରଭୁ ଯୀଶୁଙ୍କୁ ଦେଖିବି। ସମସ୍ୟା ଆସିଲା ତା ଜୀବନରେ, କିନ୍ତୁ ସେ ସମସ୍ୟାକୁ ସବୁକୁ ସାଇଡ କରିକି ତାଙ୍କ ଇଚ୍ଛା ଶକ୍ତି ତା ଠାରୁ ଅଧିକ ଥିଲା। ତେଣୁ ସେ ଯାଇକି ଯେତେବେଳେ ସେ ଦେଖୁଛନ୍ତି ଯୀଶୁଙ୍କୁ, ସେ ଯୀଶୁଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଯୀଶୁଙ୍କର ଅନୁଗ୍ରହ ଦୃଷ୍ଟି କାହା ପ୍ରତି ପଡିଲା, ଯକ୍ଷ ପ୍ରତି। ସେ ଧନୀ ହେଲେ ମଧ୍ୟ ସେ କଣ କଲେ, ମୋର ଯେତିକି ସମ୍ପତ୍ତି ମୁଁ ଅଛି ସବୁ ପ୍ରଥମେ କଣ କଲେ ନା ଦରିଦ୍ର ମାନଙ୍କୁ ନେଇକି ମୁଁ ବାଣ୍ଟି ଦେବି। ତାଙ୍କ ମନର ଏଟା ହଉଛି ପ୍ରଥମ ପରିବର୍ତ୍ତନ। କଣ କରିବା ହେତୁ ପଦକ୍ଷେପ ସେ ନେଇଛନ୍ତି। ଧନୀ ହେଲେ ମଧ୍ୟ ନମ୍ର ହେଲେ, ତାଙ୍କର କଥାକୁ ବାଧ୍ୟ ହେଲେ। ତୃତୀୟରେ ସେ ଆତିଥ୍ୟ କଲେ। ଆଉ ଯେତେବେଳେ ସେ ଆତିଥ୍ୟ କରି ଆପଣ ହୃଦୟରେ ତାଙ୍କୁ ସ୍ଥାନ ଦେଲେ ପ୍ରଭୁଙ୍କୁ, ସେ ଦଉ ଦଉ କଣ ହେଲା ନା ନିଜର ପାପ ଅଧର୍ମ ସବୁ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରକାଶ କରାଗଲା। ସେ ପ୍ରକାଶ ତାଙ୍କ ମନରେ ଆସିଗଲା ଯେ ମୁଁ କୋଉ ବାବଦୀୟ ଏତେ ଧନ ସମ୍ପତ୍ତି ଆଜି ମୁଁ ରଖିଛି, ଏଟା ମୋ କଣ କାମରେ ଲାଗିବ, କୌଣସି କାମରେ ଲାଗିବ ନାହିଁ ବୋଲି ସେ ଜାଣିପାରିଲେ। ଆଉ ସେ କଣ କଲେ, ସଙ୍ଗେ ସଙ୍ଗେ ସେ ସ୍ୱୀକାର କରିକି ସେ କହିଲେ ମୁଁ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛି। ତାପରେ ଆଉ ଗୋଟେ ବିଷୟ ଦେଖିବେ, ପୁଣି କହୁଛନ୍ତି ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ ତେବେ 4 ଗୁଣରେ ତା ଫେରେଇ ଦେଇ ଅଛି। ଯିଏ ଅନ୍ୟାୟରେ ଗ୍ରହଣ କରୁଥିଲେ ସେ କେବେ ମତେ ଫେରେଇ ଦେଇପାରିବ କି? କିନ୍ତୁ ପ୍ରଭୁଙ୍କ ବାକ୍ୟ ଏତେ ସ୍ପର୍ଶ କଲା ଯେ ସେ ନିଜର ଭୁଲ ବୁଝିପାରିଲେ, ଆଉ ସବୁ କିଛି ଦେବା ପାଇଁ ହୃଦୟର ସହିତ ସେ ସ୍ୱୀକାର କଲେ, ନାହିଁ ମୁଁ ସବୁ କିଛି ଯାହା ଅଛି ମୁଁ ପ୍ରଭୁଙ୍କ ପାଇଁ ସବୁ କିଛି ମୁଁ ପରିତ୍ୟାଗ କରିପାରିବି। ଆଉ ଯେତେବେଳେ ସେ ସମ୍ପୂର୍ଣ୍ଣ ତାହା କରିଲେ କାର୍ଯ୍ୟରେ, ସେତେବେଳେ କଣ ହଉଛି ନା এই ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଛି। ସେଥିରେ ସେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏ ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଛି, ଯେଣୁ ଇଏ ମଧ୍ୟ ଅବ୍ରାହ୍ମଙ୍କ ଜଣେ ସନ୍ତାନ। ଯେତେ ଜଣ ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସ କରୁଛୁ, ପ୍ରତ୍ୟେକ କାହାର ସନ୍ତାନ ଆମେ ଆଜି ଅବ୍ରାହ୍ମଙ୍କ ସନ୍ତାନ। ତା କେତେବେଳେ ସମ୍ଭବ ହେଲା ନା ଯେତେବେଳେ ସେ ସ୍ପର୍ଶ ପାଇଲେ। ଆଉ ସେ ସ୍ପର୍ଶ ପାଇବା କ୍ଷଣେ ସେ କଣ କଲେ ନା ପ୍ରଭୁଙ୍କୁ ଆପଣା ହୃଦୟରେ ସ୍ଥାନ ଦେଲେ। ଆଉ ହୃଦୟରେ ସ୍ଥାନ ଦେଇ ସେ କଣ କଲେ ନା କ୍ରିୟା ରୂପେ ତାହା ସେ ପ୍ରାରମ୍ଭ କଲେ। ତେଣୁ ତାଙ୍କର ଗୃହରେ କଣ ହେଲା ନା ପରିତ୍ରାଣ ଉପସ୍ଥିତ ହେଲା। ଆଜି ଆମମାନେ ସେଇ ପରିତ୍ରାଣ ମାର୍ଗରେ ଯେତେ ଜଣ ଆମେ ଏଠି ଜଡିତ ଅଛୁ, ସେ ପରିତ୍ରାଣ ପାଇବା ପାଇଁ ବହୁତ ଆଶା ବାନ୍ଧି ଅଛୁ। ତଥାପି ଆମମାନଙ୍କ ମଧ୍ୟରେ ସେଇ ସ୍ପର୍ଶ ପ୍ରଭୁ ଆଜି ଚାହୁଁଛନ୍ତି ନୂତନ ବର୍ଷରେ ଯାହା ସବୁ ଆମମାନଙ୍କର ପୁରାତନ ବିଷୟ ଅଛି, ଯେ ପ୍ରକାର ଲେଖାଯାଏ 2 କରନ୍ଥୀ ତାର 5:17 ପଦରେ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନେ ଯେ ନୂତନ ସୃଷ୍ଟି, ପ୍ରକୃତରେ ଆମମାନଙ୍କର କାର୍ଯ୍ୟକଳାପ ନୂତନ ବର୍ଷରେ ଆମେ ସେ ପ୍ରଭୁଙ୍କର ସ୍ପର୍ଶ ପାଇବା। ଆଉ ପୁରାତନ ବିଷୟ ଯାହା ସବୁ ଅଛି, ଅନ୍ୟାୟ ଅତ୍ୟାଚାର କିମ୍ବା ମିଛ କହିଛୁ, କିମ୍ବା ଆମମାନେ କୌଣସି ପ୍ରକାର ଜାଣତରେ ପାପ କରିଛୁ, କିମ୍ବା ଆମମାନେ କାହାକୁ ଠକିଛୁ, କାହାକୁ ଆମେ ପ୍ରବଞ୍ଚନା କରିଛୁ, ଏସବୁ ବିଷୟ ଯଦି ଥାଏ ତାହା ମାନେ ଆଜି ଆମେ ନିଜେ ନିଜକୁ ଅନୁସନ୍ଧାନ କରିବା ଯେ ପ୍ରଭୁଙ୍କ ରବ ଆମେ ଶୁଣୁଛୁ, ଆମମାନଙ୍କ ଜୀବନ କଣ ହବାର ଅଛି। ଏଇ ହୃଦୟରେ ତାଙ୍କୁ ଯେତେବେଳେ ଆମେ ନୂତନ ବର୍ଷରେ ନୂତନ ଭାବେ ତାଙ୍କୁ ପୁଣି ଆମେ ଯଦି ସ୍ଥାନ ଦେବା, ଆମର ସମସ୍ତ ପାପ ଧର୍ମ
ପ୍ରକାଶିତ ହବ ଆଉ ଆମ ମନ ସମ୍ପୂର୍ଣ୍ଣ ନୂତନ ହବ। ଯେ ପ୍ରକାର ବାକ୍ୟ କହେ ଯେ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନେ ନୂତନ ସୃଷ୍ଟି। ଦେଖ ସମସ୍ତ ପୁରାତନ ବିଷୟ ଗତ ହୋଇଅଛି। ଆଉ ଏଇ ପ୍ରକାର ଭାବେ ପ୍ରଭୁ ଆଜି ଆମମାନଙ୍କୁ ଚାହାନ୍ତି ଆମମାନଙ୍କୁ ଆଉ କିଛି ପୁରାତନ ବିଷୟ ରହିଛି କି ତାହା ଆମେ ଆଜି ଆମେ ନିଜ ନିଜକୁ ପରୀକ୍ଷା କରିବା। ଯାହା ପରିତ୍ୟାଗ କରିବାକୁ ହବ ତାହା ଆମେ ଯଥାଶୀଘ୍ର ସେଦିନ ଯକ୍ଷ ଯେ ପ୍ରକାର ସଙ୍ଗେ ସଙ୍ଗେ ସ୍ୱୀକାର କରି ସେ କାର୍ଯ୍ୟରେ ପରିଣତ କଲେ ଆଜି ମଧ୍ୟ ଆମମାନେ ସେଇ ପ୍ରକାର ଯଦି ଆମେ ପ୍ରକାଶ କରିବା ତାହାଙ୍କର ଅନୁଗ୍ରହ ତାହାଙ୍କର ଆଶୀର୍ବାଦ ଆମମାନଙ୍କ ପ୍ରତି ବର୍ତ୍ତିବ। ଆମମାନେ ତାହାଙ୍କର ସନ୍ତାନ ବୋଲି ଖ୍ୟାତ ହବା। ଆଉ ଛୋଟ ସାକ୍ଷ୍ୟ ମଧ୍ୟ ମୋ ଜୀବନରେ ମୁଁ କହିବା ପାଇଁ ଚାହେଁ। ମୁଁ ଜଣେ ବିଜାତୀୟ ପରିବାରରୁ ଆସିଅଛି। ମୁଁ ମଧ୍ୟ ଅନେକ ଧର୍ମକର୍ମ କରୁଥିଲି କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ଯେ ଯୋଉ ଧର୍ମକର୍ମ ତାହା କଣ ନା ମଇଳା କପଡା ସହିତ ସମାନ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନଥାଏ ଆମେ ଯେତେ ବି ଧର୍ମକର୍ମ କରୁ ତାହା କଣ ହବ ନା ସେଥିରେ କିଛିଟା ଗୋଟେ ଥିବ କଣ ନା ହଉ ପ୍ରତିଷ୍ଠା ହଉ କିମ୍ବା କିଛି ଗୋଟେ ଆସକ୍ତି କିଛି ଗୋଟେ ପାଇବା ବୋଲି ନାଇଁ ଥାଇକି କିଛି ଧର୍ମକର୍ମ କରିଥାଉ। କିନ୍ତୁ ପ୍ରଭୁ ଯୀଶୁ ଆସିଲେ ସେ ସବୁ ଜିନିଷ ଆମମାନଙ୍କ ମଧ୍ୟରେ ନଥାଏ। ଆଉ ଏସବୁ ବିଷୟରେ ମୁଁ ଯେତେବେଳେ ବିଜାତୀୟ ଥାଇକି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିଲି ସେ ସମୟରେ ସତ୍ୟ ପରମେଶ୍ୱର କିଏ ମୁଁ ଏଇ ପ୍ରକାର ଭାବେ ଅନ୍ୱେଷଣ କରୁଥିଲି। ଆଉ ଏଭଳି ଗୋଟେ ସମୟ ଆସିଲା ଯେ ପ୍ରଭୁଙ୍କର ରବ ଯୋଉଟା କି ମୋ ମନର ପ୍ରଶ୍ନ ଥିଲା ଯେ ସୃଷ୍ଟିକର୍ତ୍ତା ପରମେଶ୍ୱର କିଏ ତାଙ୍କ ନିକଟକୁ ଯିବାକୁ ହେଲେ ମତେ ଏଇ ଜଗତରେ କଣ କରିବାକୁ ହବ ବୋଲି ଯେଉଁ ମନର ମୋର ପ୍ରଶ୍ନ ଥିଲା। ଆଉ ଅନେକ ଧର୍ମକର୍ମ ବିଜାତୀୟ ହିସାବରେ ଯାହା ସବୁ ଆମମାନଙ୍କର ରୀତିନୀତି ଅନୁସାରେ ସବୁ କିଛି କରୁଥିଲି କିନ୍ତୁ ସେଇଠି କୌଣସି ଜାଗାରେ ମଧ୍ୟ ମୁଁ ଉତ୍ତର ପାଇପାରୁନଥିଲି। ଆଉ ଯେତେବେଳେ ପ୍ରଭୁଙ୍କର ରବ ମୁଁ ଶୁଣିଲି ସେଠି ଲେଖାଗଲା ଜହନ ତାର 14:6 ପଦରେ ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଏଇ ପ୍ରକାର ଯାହାକି ମୋ ମନର ପ୍ରଶ୍ନ ଥିଲା। ତେଣୁକରି ମୁଁ ଅନେକ ଧର୍ମକର୍ମ କରୁଥିଲି। ଆଉ ବାକ୍ୟ ଅନୁସାରେ ଯେତେବେଳେ ମୁଁ ପଢିଲାରେ ମୁଁ ଏତେ ଧର୍ମକର୍ମ କରିଛି ଯେତେବେଳେ ବାକ୍ୟ କହୁଛି କଣ ନା ତୁମର ଧର୍ମକର୍ମ ସବୁ କଣ ମଇଳା କପଡା ସହିତ ସମାନ। ତାହା ମତେ ବହୁତ ପ୍ରଥମେ କଷ୍ଟ ଲାଗିଲା କିନ୍ତୁ ପ୍ରକୃତ ଯେତେବେଳେ ତାଙ୍କ ନିକଟବର୍ତ୍ତୀ ହେଲି ଆଉ ତାଙ୍କର ବାକ୍ୟ ଶୁଣିଲି ଆଉ ଶୁଣୁ ସମସ୍ତ ବିଷୟରେ ବିଶ୍ୱାସ କରିବା ପାଇଁ ମୋ ଜୀବନରେ ପ୍ରାରମ୍ଭ ହେଲା। ଯୋଉ ବାକ୍ୟ କି ଆଜି କଥା କହିଲା ଯେ ମୁଁ ହିଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଏ ବାକ୍ୟ ଶୁଣିବା ପରେ ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ମୁଁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲି। ଆଉ ସେଇଦିନ ଠାରୁ ଆଉ ପ୍ରଭୁଙ୍କ ପାଇଁ ବଞ୍ଚିବା ପାଇଁ ନିର୍ଣ୍ଣୟ ନେଇଛି। ମୁଁ ମଧ୍ୟ ଅନେକ ପ୍ରକାର ପାପ କରିଥିଲି ସେ ସବୁ ପାପ ସ୍ୱୀକାର କରିବା ପାଇଁ ପ୍ରଭୁ ମତେ ସାହାଯ୍ୟ କଲେ। ମୁଁ ମଧ୍ୟ କେବେ ମଧ୍ୟ ଘରେ ରହୁନଥିଲି। ଆପଣ କହିଲେ ବିଶ୍ୱାସ କରିବୁ ନାହିଁ ମୁଁ କେବେ ମଧ୍ୟ ବହୁତ କମ ସମୟ ମୁଁ ଘରେ ରହେ କିନ୍ତୁ ସମସ୍ତଙ୍କ ଘରେ 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 ମୁଁ ବୁଲୁଥିଲି। କିନ୍ତୁ ପ୍ରଭୁଙ୍କୁ ପାଇଲା ପରେ ସେ ଜିନିଷ ଟୋଟାଲି ମୋର ବନ୍ଦ ହେଇଗଲା। ଏଇଟା ବହୁ ଆଶ୍ଚର୍ଯ୍ୟ ଆଉ ବହୁ ଅଦ୍ଭୁତ। ପ୍ରଭୁ କଣ କହିଲେ ନା ପଡୋଶୀ ଘରକୁ ତୁମେ କ୍ୱଚିତ ତୁମେ ଯାଅ ଯଦ୍ୱାରା କି ତୁମେ ବିଘ୍ନର କାରଣ ନ ହୁଅ। ସେଇ ପ୍ରକାର ବାକ୍ୟ ମଧ୍ୟ ମୋ ସହିତ କଥା କହିଲା। ଏ ପ୍ରକାର ଭାବେ ପ୍ରଭୁଙ୍କ ଠାରେ ଆହୁରି ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁ ସାହାଯ୍ୟ କରିଛନ୍ତି। ମୁଁ ବାକ୍ୟ କେବେ କହିବି ବୋଲି ମଧ୍ୟ ମୁଁ ଭାବିନଥିଲି କିନ୍ତୁ ଏଭଳି ଭାବେ ପ୍ରଭୁ ଆପଣ ମାନଙ୍କର ଏଇଭଳି ଯୋଉ ଅନଲାଇନ ମାଧ୍ୟମରେ ଜୁମ୍ ପ୍ରାରମ୍ଭ ହେଲା ପରେ ଆଉ ପ୍ରଭୁଙ୍କର ସୁଯୋଗ ମତେ ମିଳିଲା